ସାଙ୍ଗମାନେ ଖଣ୍ଡିଏ ଅଦା ସାହାଯ୍ୟରେ ଆମେ କେମିତି ଘରୁ ମୂଷାଙ୍କୁ ବାହାର କରିବା ତାର ଗୋଟେ ସୁନ୍ଦର ରେମେଡ଼ି ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ ଉପରେ ସମସ୍ତେ ଭଲ ଥିବେ। ତ ଚାଲନ୍ତୁ ଦେଖିନେବା ତ ଅଦାରେ ଆମେ କେମିତି ମୂଷାଙ୍କୁ ବାହାର କରିବା। ତ ମୁଁ କିଛି 2 ଚାମଚ ହେବ ଛୋଟ ଚାମଚରେ ମୁଁ ଅଟା ନେଇଯାଇଛି। ତ ଆପଣମାନେ ଅଟା ଜାଗାରେ ବେସନକୁ ବା ମଇଦାକୁ ମଧ୍ୟ ନେଇପାରିବେ। ଆଉ ସେଥିରେ ମୁଁ କିଛି ପାଉଡ଼ରକୁ ମିଶାଉଛି। ତ ଆପଣମାନଙ୍କ ପାଖରେ ଯଦି ଏକ୍ସପାୟାରି ପାଉଡ଼ର ଥିବ ତାହେଲେ ବି ଚଳିବ। ଆଉ ଆପଣ ଯେଉଁ ପାଉଡ଼ର ୟୁଜ୍ କରିଥିବେ ସେ ପାଉଡ଼ରକୁ ଆପଣମାନେ ନେଇପାରିବେ, କାରଣ ପାଉଡ଼ର ଗୋଟେ ଅଲଗା ପ୍ରକାର ସ୍ମେଲ୍ ଥାଏ। ଆଉ ଏଇ ଦୁଇଟାକୁ ମୁଁ ଭଲକରି ଅଟା ସହିତ ମୁଁ ଭଲକରି ଟିକେ ମିଶାଇ ଦେଉଛି। ତାପରେ ମୁଁ କ'ଣ ମିଶାଉଛି ଚାଲନ୍ତୁ ଦେଖିବା। ତାପରେ ମୁଁ ମିଶାଉଛି ଅଦା। ଗୋଟିଏ ଅଦା ସାହାଯ୍ୟରେ ଆମେ କେମିତି ଘରୁ ମୂଷା ବାହାର କରିବା। ମୂଷା ଯଦି ଘରେ ଅଧିକ ମାତ୍ରାରେ ଥିବେ ତାହେଲେ ଆମ ଧାନ ଚାଉଳ ମାନେ ଲୁଗାପଟା ଏଗୁଡ଼ାକ ସବୁ ନଷ୍ଟ କରିବା ଦିଅନ୍ତି। ସେମାନଙ୍କର ବଂଶକୁ ଯଦି ଆମେ ଲୋପ ନ କରିବା ତାହେଲେ ସେମାନେ ଘରେ ତାଙ୍କର ସଂଖ୍ୟା ବଢ଼ି ଯାଇଥାଏ, ଯାହାକୁ ଆମକୁ ବହୁତ ହଇରାଣ ହୋଇଥାଏ। ତ ଆମେ ବିନା ପଇସା ଖର୍ଚ୍ଚରେ ଘରୁ କେମିତି ମୂଷା ବାହାର କରିବା ତା'ର ଗୋଟେ ସୁନ୍ଦର ମୁଁ ଟିପ୍ସଟା ଆପଣମାନଙ୍କ ସହିତ ସେୟାର କରୁଛି। ଆଉ ଏଇଟା ଆମର 0 କଷ୍ଟରେ ଅଛି। ଆପଣମାନଙ୍କୁ କୌଣସି ଜିନିଷ ମାର୍କେଟରୁ ଆଣିବା ପାଇଁକା ପଡ଼ିବ ନାହିଁ। ତ ମୁଁ ଯେହେତୁ ଅଳ୍ପ ପରିମାଣରେ କରୁଛି ତ ଅଳ୍ପ ଅଦା ନେଇଛି। ଯଦି ଆପଣମାନଙ୍କ ଘରେ ପ୍ରବଳ ମୂଷା ଥିବେ ତାହେଲେ ଆପଣମାନେ ଅଦାର ପରିମାଣକୁ ଆଉ ଟିକେ ଅଧିକ କରିପାରିବେ। ତ ଅଦାକୁ କ'ଣ କରିବେ ନା ଟିକେ ଗ୍ରେଟ୍ କରିନେବେ। ଆପଣମାନେ ଚାହିଁଲେ ଅଦାକୁ ମଧ୍ୟ ଛେଚିକିରି ନେଇପାରିବେ। ତ ଅଦାକୁ ନେଇଗଲା ପରେ ଅଦାଟା ଆମର ତ କିଚେନରେ ବହୁତ ସହଜରେ ମିଳିଯାଇଥାଏ। ତ ଏହି 3ଟା ଜିନିଷରେ ଆମେ ମୂଷାଙ୍କୁ କେମିତି ଘରୁ ବାହାର କରିବା। ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ କରନ୍ତୁନି, ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ପୁରା ଦେଖନ୍ତୁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଜଲ୍ଦି ପହଞ୍ଚିପାରିବ। ତ ଏହି 3ଟା ଜିନିଷକୁ ମୁଁ ଭଲକରି ଫାଷ୍ଟ ମିଶାଇ ଦେଉଛି। ତାପରେ ଅଳ୍ପ ପାଣି ଦେଇକରି ଆପଣମାନେ କ'ଣ କରିବେ ନା ଗୋଟେ ଭଲକରି ଗୋଟେ ମିକ୍ସ କରିନେବେ। ଗୋଟେ ବଢ଼ିଆ ସୁନ୍ଦର ଷ୍ଟ୍ରଙ୍ଗ ସଲ୍ୟୁସନ୍ଟେ ଆମର ବନିଯିବ, ଯେଉଁଟାକି ଆମର ମୂଷାମାନଙ୍କ ପାଇଁ ବହୁତ ହାର୍ଡ଼ ହେଇଥାଏ। ଆଉ ସେମାନେ ମୂଷା ଜାଣିଛନ୍ତି ଆପଣ ଗହମ ଅଟା ଏସବୁ ଜିନିଷକୁ ମୂଷାମାନେ ବହୁତ ଆସିଥାନ୍ତି। ତ ସେଥିପାଇଁ ଅଟା ମୁଁ ନେଇଛି। ତ ସେମାନେ ଯେତେବେଳେ ଖାଇବା ପାଇଁକା ଆସିବେ ତ ଯେତେବେଳେ ଅଦା ଆମେ ଏଥିରେ ପକାଇଛେ ତ ସେମାନେ ଆଉ ଆସିବାକୁ ସାହସ କରିବେ ନାହିଁ। ତ ଏଇଟାକୁ ଆମେ କେମିତି ଆପ୍ଲାଏ କରିବା, କେଉଁଠି ଆପ୍ଲାଏ କରିବା ସେଇଟା ମୁଁ ଆପଣମାନଙ୍କୁ ଆଗକୁ କହିବି। ତ ଯଦି ଚ୍ୟାନେଲରେ ଆପଣମାନଙ୍କୁ କିଛି ହେଲ୍ପଫୁଲ୍ ବା ୟୁଜଫୁଲ୍ ଟିପ୍ସ ମିଳେ ତାହେଲେ ଆପଣମାନେ ନିହାତି ଭାବରେ ଗୋଟେ ଲାଇକ୍ କରିବେ। ଆଉ ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ ଏହାକୁ ଆଡ଼୍ କରିବେ। ଦେଖିବେ ଆପଣମାନଙ୍କର ବହୁତ ସାରା ବେନିଫିଟ୍ ମିଳିବ। ଆଉ ଟାଇମ୍ ସହିତ ମନି ମଧ୍ୟ ସେଭ୍ ହେଇକରି ରହିବ। ତ ଏଇ ଯେଉଁ ଆମେ ପେଷ୍ଟଟା ବନେଇଲେ ସେଇଟା ଆପଣମାନେ ଟିକେ ମୋଟା ପେପର୍ ନେବେ। ମୋଟା ପେପର୍ ନେଲେ ଆମେ ଯେଉଁଟା ବନେଇଛେ ସେଇଟା ଆପଣମାନଙ୍କର ବହୁତ ବଢ଼ିଆ କାମ କରିବ। ତ ଏଇଟାକୁ କାଗଜଟାକୁ ମୁଁ କ'ଣ କଲି ନା ଟିକେ ଛୋଟ ପିସ୍ କରିଦେଉଛି, ଯାହାକି ଆପଣମାନଙ୍କୁ ସୁବିଧା ହେବ। ଆପଣମାନେ ପତଳା ପେପର୍ ନେବେନି, ମୋଟା ପେପର୍ ହିଁ ନେବେ। ତ ମୁଁ 4ଟା ପିସ୍ ନେଇଛି। ତ ଦେଖନ୍ତୁ ମୁଁ 4ଟା ପିସ୍ ବନେଇଛି। ତ ଟିକେ ପେପର୍ ମୋର ଟିକେ ମୋଟା ଅଛି। ଆପଣମାନେ ଟିକେ ପେପର୍ ମୋଟା ନେବେ, ଯେହେତୁ ଏଇଟାକୁ ଆମେ ଟିକେ ପେଷ୍ଟଟା ଟିକେ ଆମର ପତଳା ଅଛି। ତ ଦେଖନ୍ତୁ ମୁଁ ଏଇଟା 4ଟା ପେପର୍ରେ ମୁଁ ଅଳ୍ପ ଅଳ୍ପ କରିକିରି ପେଷ୍ଟ ନେଉଛି। ମୂଷାମାନେ ଏମିତି ଆମ ଘରେ ବହୁତ କଲବଲ କରିଥାନ୍ତି। ଯଦି ଆମେ ତାଙ୍କୁ ମାର୍କେଟରୁ ମେଡ଼ିସିନ ଆଣିକିରି ଆମେ ସେମାନଙ୍କୁ ଦେବା, ସେମାନେ ଖାଇକିରି କେଉଁ ଜାଗାରେ ରହିବେ ଆମେ ସେଇଟା ଜାଣିପାରିବାନି, ଯାହାଫଳରେ କି ଘରେ ଗୋଟେ ବ୍ୟାଡ଼୍ ସ୍ମେଲ୍ ହେବ। ତ ଆମର ମାର୍କେଟରୁ ପଇସା ଖର୍ଚ୍ଚ କରି କାହିଁକି ଆଣିବା। ଆମ କିଚେନରେ ଯେଉଁ ଜିନିଷ ଅଛି ଏହି ଜିନିଷକୁ ଆପଣମାନେ ଘରେ କରନ୍ତୁ, ଦେଖିବେ ଆପଣମାନଙ୍କ ଘରେ ଜମାରୁ ବି ମୂଷା ରହିବେ ନାହିଁ। ଆଉ ମୂଷା ଯେମିତି ଆମର ବହୁ ମୂଲ୍ୟବାନ ଜିନିଷକୁ ସେମାନେ ମଧ୍ୟ ନଷ୍ଟ କରିଥାନ୍ତି। ଏହିସବୁ ଜିନିଷକୁ ଆପଣମାନେ ଯେଉଁଠି ଆପଣମାନଙ୍କର ଲୁଗାପଟା ରଖୁଛନ୍ତି, ଧାନ ରଖୁଛନ୍ତି, ଚାଉଳ ରଖୁଛନ୍ତି, ଆପଣମାନେ ଯେଉଁ ଝରକା ଏହିସବୁ ଜାଗାମାନଙ୍କରେ ମୂଷାମାନେ ବହୁତ ଆସିଥାନ୍ତି। ତ ଆପଣମାନେ ସେହି ବାଟରେ ହିଁ ଏଇ ଜିନିଷକୁ ରଖିବେ। ତ ରଖିବା ଦ୍ୱାରା କ'ଣ ହେବ ନା ସେମାନେ ଆସିଲେ ଆକୁ ଖାଇବା ପାଇଁକି ଯେତେବେଳେ ଆସିବେ ତ ଯେତେବେଳେ ଆମେ ତା ଦେହରେ ଏସବୁ ଜିନିଷ ପକାଇକିରି ଆମେ ଗୋଟେ ପେଷ୍ଟ ବନେଇଛେ ସେମାନେ ଆଉ ରହିବେ ନାହିଁ। ତ ଲାଷ୍ଟକୁ ମୁଁ କିଛି ଅଟା ଦେଉଛି, ଯାହାଫଳରେ କି ସେମାନେ ଖାଇବା ପାଇଁକା ଆସିବା ପାଇଁକା ଆଗ୍ରହ ହେବେ, ଆଉ ଖାଇ ହିଁ ପାରିବେନି। ଆଉ ଦେଖିବେ ଆପଣମାନେ ଏହାକୁ ଆପଣମାନେ କରନ୍ତୁ, ଦେଖିବେ ଆପଣମାନଙ୍କର ଜମାରୁ ବି ପଇସା ଖର୍ଚ୍ଚ ହେବ ନାହିଁ। ତ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଆପଣମାନେ ଭିଡ଼ିଓଟିକି ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଏମିତି ମୋ ଭିଡ଼ିଓକୁ ଦେଖୁଥାନ୍ତୁ। ଆଉ ଲାଇକ୍ ସେୟାର କରିବାକୁ ଜମାରୁ ବି ଭୁଲିବେନି। ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ, ଯାହାଫଳରେ କି ସେମାନେ ମଧ୍ୟ ଏଇ ଛୋଟ ଛୋଟ ଟିପ୍ସର ଫାଇଦା ଉଠାଇ ପାରିବେ। ଆପଣମାନଙ୍କର ସପୋର୍ଟ ମୋତେ ନିହାତି ଦରକାର, ଯାହାଫଳରେ କି ମୁଁ ଆଗକୁ ଆପଣମାନଙ୍କ ପାଇଁ କିଛି ନୂଆ ନୂଆ ୟୁନିକ୍ ଟିପ୍ସ ଜାଣିପାରିବି, ଯାହାକି ଆପଣମାନଙ୍କର ଲାଇଫଷ୍ଟାଇଲକୁ ବହୁତ ୟୁଜଫୁଲ୍ କରିପାରିବ। ତ ଦେଖନ୍ତୁ ମୁଁ 4ଟା କରିଛି। ଆପଣମାନଙ୍କର ଯଦି ଅଧିକ ମୂଷା ହେଇଥିବେ ତାହେଲେ ଆପଣମାନେ ଆଉ ଟିକେ ନାକୁ ପେପର୍ ସଂଖ୍ୟାକୁ ବଢ଼ାଇବେ। ରହୁଛି, ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ ବ୍ଲଗ୍ରେ।